ବିଂଶ ଶତାବ୍ଦୀର ତୃତୀୟ ଦଶକରେ ଯେ ଜନ୍ମ ନେଇଥିଲେ ଓଡ଼ିଶାର ରେନେସାଁ ଜାଗରଣ ପର୍ବରେ ଓଡ଼ିଶାର ସ୍ୱତନ୍ତ୍ର ଦେଶ ହେବାର ଅବ୍ୟବହିତ ପୂର୍ବରୁ ଯେଉଁ ସେତେବେଳର ସବୁ କ୍ଷେତ୍ରରେ ଜାତୀୟ ତାର ସାହିତ୍ୟର ସଂସ୍କୃତିର ଜାଗରଣ ମହାପର୍ବ ହୋଇଥିଲା ଏବଂ ଯିଏ ଅସ୍ତମିତ ହେଲେ ତାଙ୍କର ଘଟଣାବହୁଳ ଜୀବନ ପ୍ରବାହ ଭିତରେ ଅନେକ ସାରସ୍ୱତ ସୃଷ୍ଟି ସହିତ ଜନଜୀବନର ନେତୃତ୍ୱ ନେଇ ଏ ରାଜ୍ୟର ତିନି ଥର ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଏବଂ ବିଭିନ୍ନ ଭାବରେ ଜନସାଧାରଣଙ୍କର ଏବଂ ସାମାଜିକ ସାଂସ୍କୃତିକ ଉତ୍ଥାନର ତାକୁ ଆଗକୁ ନେବାର ଯେଉଁ ପ୍ରୟାସ ଏବଂ ଅବିଶ୍ୱାସ ସହିତ ଯେଉଁ ନେତୃତ୍ୱ ନେଇଥିଲେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କର ଆଜି ସେ ଶତବାର୍ଷିକୀ ଉତ୍ସବ ପାଳନ ହେଉଛି। ଓଡ଼ିଶାର ଯେଉଁ କଥା ମାନନୀୟ ବିଶିଷ୍ଟ ଅତିଥି ବୀରାପ୍ପା ମୋଇଲି କହୁଥିଲେ ଯେ ଜଣେ ରାଜନେତା ସେ ଯଦି ପ୍ରଜ୍ଞାଦୀପ୍ତ ନ ହେବ, ଯଦି ବୁଦ୍ଧିଦୀପ୍ତ ନ ହେବ, ଯଦି ତାର ବୌଦ୍ଧିକତାର ଔଦାର୍ଯ୍ୟରେ ଜନଜୀବନକୁ ନେଇ ସାଂସ୍କୃତିକ ଯେଉଁ ପ୍ରବାହ ପ୍ରବାହ ଭିତରେ ଯଦି ନିଜକୁ ଯୋଡ଼ି ନ ହେବ ତାହେଲେ ସମଦର୍ଶୀ ଭାବ ହୋଇପାରିବ ନାହିଁ। ଯେଉଁ ଗଣତାନ୍ତ୍ରିକ ଚିନ୍ତାଧାରାର କଥା କହୁଛେ, ଯେଉଁ ମୂଲ୍ୟବୋଧର କଥା କହୁଛେ ଏବଂ ଓଡ଼ିଶା ସଂସ୍କୃତି ଯାହାର ୟୁଏସ୍ପି ଜଗନ୍ନାଥଙ୍କର ମାଟି ଏବଂ ସଂହତି ସହାବସ୍ଥାନ ସାଙ୍ଗରେ ସୌହାର୍ଦ୍ଦ୍ୟ ସମ୍ପ୍ରୀତିର ଭାବନା ନେଇ ତାକୁ ଆଗକୁ ନେବେ। ରାଜନୈତିକ ମତବାଦ ଭିନ୍ନ ହୋଇପାରେ। ମୁଁ ଦେଖିଛି ଜାନକୀବାବୁଙ୍କ ପାଖରେ ତାର ନଥିଲା ଲେଶ ମାତ୍ର ସେଭଳି କ୍ଷୋଭ ନଥିଲା। ଆମେ ଅନେକ ବିରୋଧାଭାସ କରିଛୁ, ରାଜନୈତିକ ବିରୋଧାଭାସ, କିନ୍ତୁ ତାକୁ ନିଜର ବ୍ୟକ୍ତିତ୍ୱର ବଳରେ ନିଜର ସାଂସ୍କୃତିକ ଅନ୍ତଃପ୍ରବାହର ଯେଉଁ ମହନୀୟ ଚିନ୍ତାଧାରା ତା ବଳରେ ଏବଂ ବିକାଶର ଆଭିମୁଖ୍ୟ ନେବା ପାଇଁ ସବୁବେଳେ ଯାହାକୁ ନେବା କଥା ସେ ନେଇଛନ୍ତି। ଏପରିକି ଆମ ବୟସରେ କମ୍ ହେଇଥିଲେ ବି ବିଭିନ୍ନ ସମୟରେ ତାହା ମୁଁ ଅନୁଭବ କରିଛି।